ଅବଧୂତ ବହୁତ ମାନେ ପ୍ରସନ୍ନ ଅବସ୍ଥାରେ ରହୁଥିଲେ। ହଁ, ପରିଭ୍ରମଣ ପରିବ୍ରାଜକ ଅବସ୍ଥାରେ ପ୍ରସନ୍ନ ଅବସ୍ଥା। ଯଦୁ ମହାରାଜ ଦୃଷ୍ଟିରେ ଯେତେ ପଡ଼ିଗଲା, ଦେଖିଲେ ଏ ବ୍ୟକ୍ତିଟି କେତେ ଆନନ୍ଦରେ ଅଛନ୍ତି। ତାଙ୍କୁ କୌଣସି ଦୁଃଖ ନାହିଁ, କୌଣସି ଚିନ୍ତା ନାହିଁ। କାହିଁକି ନା ସେତେବେଳେ ସେ ପଚାରିଲେ, କିଏ ଯଦୁ ମହାରାଜ ଅବଧୂତଙ୍କୁ ପଚାରିଲେ, ମୁଁ ତ ଦେଖୁଛି ଆପଣ ମହାପ୍ରସନ୍ନ ଅବସ୍ଥାରେ ଅଛନ୍ତି, ଆନନ୍ଦରେ ଅଛନ୍ତି, କେମିତି ଏଇ ସ୍ଥିତି ଆପଣ ପ୍ରାପ୍ତ ହେଲେ? ସେତେବେଳେ ଏଇ ଅବଧୂତ କହୁଥିଲେ ତାଙ୍କୁ, କାହାକୁ? ଯଦୁ ମହାରାଜଙ୍କୁ, ମୁଁ ଏଇପରି ସମଗ୍ର ଜଗତ ପରିଭ୍ରମଣ କରି 24 ଜଣଙ୍କୁ ଗୁରୁ ରୂପେ ବରଣ କରିଛି। କଥା ବୁଝାଉଛି? ସେ ଅଜଗର ଆଦି ସବୁ 24 ଗୁରୁ, ବିବିଧ, ଆମେ ସେ କଥା ଯାଉନେ, ବର୍ତ୍ତମାନ ପିଙ୍ଗଳାଙ୍କ କଥା ଏଠାରେ ଆସୁଛି। 24 ଗୁରୁ ମାନଙ୍କର ମଧ୍ୟରୁ ଜଣେ ଗୁରୁ ହଉଛନ୍ତି କିଏ? ପିଙ୍ଗଳା। ପିଙ୍ଗଳାଙ୍କ ଠାରୁ ମୁଁ ଏକ ଉପଯୁକ୍ତ ଶିକ୍ଷା ପ୍ରାପ୍ତ ହେଇଛି। ତ ପିଙ୍ଗଳା ସେ ଥିଲେ କଣ? ବିଦହ ରାଜ୍ୟର ଏକ ବାରବନିତା, ବାରାଙ୍ଗନା। ବିଦହ ରାଜ୍ୟ, ବୁଝିପାରୁଛ? ବିଦହ ରାଜ୍ୟ କଣ ରାଜ୍ୟ? କାହାର ରାଜ୍ୟ? ଜନକ ରାଜାଙ୍କର। ବିଦହ ରାଜ୍ୟର ପିଙ୍ଗଳା। ତାର ବୃତ୍ତି ହଉଛି କଣ? ପର ପୁରୁଷ ସଙ୍ଗ ଦାନ କରି ଅର୍ଥ ରୋଜଗାର କରିବା। ଅର୍ଥ ଲୋଭୀ। କଥା ବୁଝାଉଛି? ଅର୍ଥ ଲୋଭୀ। ତେଣୁ ସେ ଦିନେ କଣ ହେଲା, ନିଜକୁ ଉତ୍ତମ ରୂପେ ସଜ୍ଜିତ କଲେ। ସଜ୍ଜିତ ବେନାରସୀ ଶାଢ଼ୀ ପିନ୍ଧିଲେ। ସେତେବେଳେ ଥିଲା କି ମୁଁ କହିପାରିବିନି, ବେନାରସ ଶାଢ଼ୀ ପିନ୍ଧିଛନ୍ତି। କେଶ ସୁନ୍ଦର ଭାବେ ସଂସ୍କାର କରିଛନ୍ତି। କେଶରେ ସବୁ ମଲ୍ଲି ମାଲତୀ ସବୁ ଲଗେଇଛନ୍ତି ଫୁଲ। ଓଠରେ ଲିପଷ୍ଟିକ ଲଗେଇଛନ୍ତି। ବହୁତ ସୁନ୍ଦର ଭାବରେ ବହୁତ ସବୁ ଅଲଙ୍କାର ଧାରଣ କରିଛନ୍ତି। ବହୁତ ପଇସା ଆସିଥିଲା। ବହୁତ ସୁନ୍ଦର ଭାବେ ଅଲଙ୍କାର ଧାରଣ କରିଛନ୍ତି। ସୁନ୍ଦର ଭାବେ ସଜ୍ଜିତ ହୋଇ ତାଙ୍କ ଘର ଯେ କବାଟ ସାମ୍ନା ଦେଇ ରାସ୍ତା ଯାଇଛି, ସେଠାରେ ଛିଡ଼ା ହେଇଛନ୍ତି। ଅପରାହ୍ନ କହିଲେ ବୈକାଳ। ହଉ 4ଟାରେ ମାନେ ସେତେବେଳେ ଠିଆ ହେଇଛନ୍ତି। ଆଉ ଯେତେବେଳେ ପର ପୁରୁଷ ମାନେ ରାସ୍ତା ଦେଇ ଯାଉଛନ୍ତି, ଇଏ ଚିନ୍ତା କରୁଛି, ଆରେ ଏ ଲୋକଟା ପାଖେ ବହୁତ ପଇସା ଅଛି, ସିଏ ଇଆଡ଼କୁ ଆସୁଛି, ମୋ ପାଖକୁ ଆସିବ। ଆଉ ଏଇପରି ମନକୁ ଏଇପରି ସେ ଦିଲ୍ଲୀ କା ଲଡୁ ଖାଉଛି। ସିଏ ମୋ ପାଖକୁ ଆସିବ, ଏଇପରି ମୁଁ ତାର ସଙ୍ଗ ସୁଖ ପ୍ରଦାନ କରିବି, ତା ପାଖରେ ମୁଁ ବହୁତ ପଇସା ପାଇବି। ଇଏ ବହୁତ ଆଶା ନେଇ ଠିଆ ହେଇଛି। ଆଉ ସେ ବ୍ୟକ୍ତିଟି ରାସ୍ତା ଦେଇ ଚାଲିଗଲା। ସେ ପାଖକୁ ଆଉ ଆସିଲା ନାହିଁ, ହତାଶା ହେଇଗଲା। ତାପରେ ବହୁତ ପୁଣି ଆଶା ନେଇ ଠିଆ ହେଇଛି। ତାପରେ କିଛି ସମୟ ବାଦ ଆଉ ଜଣେ ଆସୁଛନ୍ତି। ସେ ଚିନ୍ତା, ୟା ପାଖରେ ବହୁତ ପଇସା ଅଛି, ଇଏ ମୋ ପାଖକୁ ଆସିବ, ମୁଁ ତାକୁ ସଙ୍ଗଦାନ କରିବି, ଏଇପରି ବହୁତ ଅର୍ଥ ମୁଁ ତାଙ୍କ ଠାରୁ ପ୍ରାପ୍ତ ହେଇପାରିବି। ଏଇ ଆଶା ନେଇ ଶୋଇଗଲା ହବ। ଆରେ ତୁ କଥା କଉ ଶୁଣିବୁ ନା? ମାନେ ଗୋଟେ ପରେ ଗୋଟେ ପୁରୁଷ ଆସୁଛି, ସେ ମନକୁ ଏଇପରି ପ୍ଲାନ କରୁଛି, ଇଏ ମୋ ପାଖକୁ ଆସିବ, ମୁଁ ତାକୁ ସଙ୍ଗଦାନ କରିବି, ଆଉ ତା ପାଖରେ ମୁଁ ବହୁତ ଅର୍ଥ ପ୍ରାପ୍ତ ହେଇପାରିବି। ଏଇପରି ଅପରାହ୍ନରୁ ଏଇପରି ମଧ୍ୟରାତ୍ରି ହେଇଯାଇଛି, କେହି ଜଣେ ବି ତାଙ୍କ ପାଖକୁ ଆସିଲା ନାହିଁ। ନିରାଶ ହେଇଗଲା। ତା ଭିତରେ ତୀବ୍ର ବୈରାଗ୍ୟ ଜାତ ହେଇଗଲା। ଏତେ ପୁରୁଷ ସବୁ ରାସ୍ତା ଦେଇ ଗଲେ, ତାକୁ ଦେଖି ତାଙ୍କ ପାଖକୁ କେହି ଆସିଲା ନାହିଁ। ବହୁତ ଆଶାରେ ଠିଆ ହେଇଥିଲା, ସେଇପରି ନ ଆସିବା ଯୋଗୁଁ ନିରାଶ ହେଇଗଲା। ତା ଭିତରେ ବୈରାଗ୍ୟ ଜାତ ହେଇଗଲା, ତୀବ୍ର ବୈରାଗ୍ୟ। ଆରେ ପ୍ରକୃତ ସୁଖ ପ୍ରଦାନକାରୀ ଯେଉଁ ପୁରୁଷ, ସେ ମୋ ଭିତରେ ଅଛନ୍ତି, ତାହାକୁ ଭୁଲି ଯାଇ ଏଇ ନଶ୍ୱର ବ୍ୟକ୍ତି, ନବଦାର ଯୁକ୍ତ ଏ ସବୁ ନଶ୍ୱର ବ୍ୟକ୍ତି, ଯେ ନବଦାର ଦେଇ ଯେତେ ସବୁ ଦୁର୍ଗନ୍ଧ ନିର୍ଗତ ହେଉଛି, ସେଇ ସବୁ ବ୍ୟକ୍ତି ପ୍ରତି ମୁଁ ଆକୃଷ୍ଟ ହେଇଛି।